প্রভু নামে ভক্তি চিতে কেন প্রভু যিশু ধন্যবাদ যোগী নিমন্ত্রণ প্রিয় শাখা মণ্ডলী প্রার্থনা করে মণ্ডলী সম্মেলনী প্রার্থনা করে তুমি প্রত্যেকଙ୍କ ପ୍ରାର୍ଥନା ଶୁଣିଲ ଆଉ এই ବର୍ଷର ପ୍ରଥମ ପ୍ରାର୍ଥନା ମିଟିଂକି ପ୍ରିୟ କେରାନ୍ ଶାଖା ମଣ୍ଡଳୀରେ ଅନୁଷ୍ଠିତ କରିବାର ଅନୁଗ୍ରହ କଲ ତେଣୁ ଆମେ ତୁମକୁ ଧନ୍ୟବାଦ ପ୍ରାର୍ଥନା କରୁଛୁ প্রিয় শাখা মণ্ডলীর ছোট ঠারু বড় প্রত্যেকଙ୍କ প্রতি স্বর্গীয় আশীর্বাদরে বিভূষিত কর প্রত্যেকଙ୍କର ବ୍ୟୟ ଭଣ୍ଡାରକୁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରି ପୂର୍ଣ୍ଣ କର ଯେତେ ପ୍ରଭୁ ଦିନ ରାତି ପରିଶ୍ରମ କରିଛନ୍ତି ଆମେ ପ୍ରତ୍ୟେକଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ ପ୍ରତ୍ୟେକଙ୍କ ଜୀବନରେ ତୁମ ଅନୁଗ୍ରହ ମଙ୍ଗଳ ଆଶୀର୍ବାଦ ବର୍ତ୍ତୁ ଏଇଠି ନିମନ୍ତେ ପ୍ରଭୁ মণ্ডলী সম্মেলনী গ্রামবাসী এই অঞ্চলর তোম সেবক সেবিকা মানে বিজাতীয় মানে হাত বঢ়াই উত্তম দান ଦେଇଛନ୍ତି ଆଉ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କୁ ଆଶୀର୍ବାଦ କର ଝିଅ ଝିଅମାନେ ପୁଅ ବୋହୂମାନେ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମର ଅର୍ଥ ତୁମ ସେବା ଉଦ୍ଦେଶ୍ୟରେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀରୁ ଏସପିସିଏମ୍ରୁ ଅନେକଙ୍କୁ ଏ ସ୍ଥାନରେ ଏକତ୍ର କରିବାର ସୁଯୋଗ ଦେଲ এই ପ୍ରାର୍ଥନାରେ ଦ୍ୱାରା ଯେଉଁ ସକଳ ଭାଗ୍ୟ ତୁମ ଦାସମାନେ ଦେଇଛନ୍ତି ତୁମ ଦାସମାନଙ୍କୁ ଆଶୀର୍ବାଦ କର ସେ ଭାଗ୍ୟ ପ୍ରତ୍ୟେକଙ୍କ ହୃଦୟରେ ଫଳପ୍ରଦ ହଉ କର୍ମକାରୀ ହଉ ଜୀବନରେ ଆଶୀର୍ବାଦ ଆଣୁ ପ୍ରିୟ ଶାଖା ମଣ୍ଡଳୀର ଯେଉଁ ପିଲାମାନେ ପାଠ ଯେତେ ଉଭାଇ ଅଛନ୍ତି ଆମେ ମଣ୍ଡଳୀ ସମ୍ମିଳନୀ ହସ୍ତ ବିସ୍ତାର କରି ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିଛୁ ତୁମ ଅନୁଗ୍ରହ ମଙ୍ଗଳ ଆଶୀର୍ବାଦ ଏବେ ପୁଣି ସଦାବେଳେ ବ୍ୟକ୍ତିଗତ ଜୀବନରେ ପାରିବାରିକ ଜୀବନରେ କର୍ମକ୍ଷେତ୍ର ଜୀବନରେ ସଦା ସର୍ବଦା ବର୍ତ୍ତୁ ଆଉ ତୁମେ ସଙ୍ଗରେ ରହି ଏ ବର୍ଷ ତମ ଆନନ୍ଦରେ ଆଶୀର୍ବାଦ ନେଇ ବଞ୍ଚିବାକୁ ଦିଅ ଅନେକ ବିଭିନ୍ନ ସ୍ଥାନରୁ ଖର୍ଚ୍ଚାନ୍ତ ହୋଇ ଆସିଲେ ସେମାନଙ୍କ ଭଣ୍ଡାରକୁ ବନ୍ଦ କର ପ୍ରତ୍ୟେକ ଫେରିଯିବୁ ଯାତ୍ରାପଥ ସୁଗମ କର ମଣ୍ଡଳୀ ରହିବେ ମଣ୍ଡଳୀର ଯତ୍ନତତ୍ତ୍ୱ ତୁମେ এই সমস্ত প্রার্থনা তুমি শুনেছ উত্তর ଦେଇଛ ধন্যবাদ দেউ যেতে গীতরে প্রার্থনারে বাদ্যরে করতাଳରେ খাদ্য আয়োজନରେ ଖାଦ୍ୟ ପ୍ରସ୍ତୁତରେ ଯେତେ ପରିଶ୍ରମ କରିଛନ୍ତି ଯୀଶୁଙ୍କ ନାମରେ ଆଶୀର୍ବାଦ ପ୍ରଦାନ କରି ପ୍ରାର୍ଥନା କରୁଛୁ ପ୍ରତ୍ୟେକଙ୍କ ଜୀବନରେ ଆଶୀର୍ବାଦ